ଦେଖନ୍ତୁ କ୍ରିୟା ଯୋଗ ହିଁ ମୂଳରୁ ଶିଖାଏ ନିଜ ଭିତରେ ଆତ୍ମା ସବୁରି ଭିତରେ ଆତ୍ମା କଥା ରହିଯାଉଛି। ତେଣୁ କାହିଁକି ଜଙ୍ଗଲକୁ ଯାଉଥିଲେ? ସଂସାର ଏକ ବିରାଟ ଜଙ୍ଗଲ, ଏବେ ବି ଜଙ୍ଗଲ ଅଛି। ସେତେବେଳେ ଜଙ୍ଗଲରେ ବହୁତ ବାଘ ଥିଲେ, ଭାଲୁ ଥିଲେ, ସିଂହ ଥିଲେ, ଅଜଗର ସାପ ଥିଲେ, ବିଭିନ୍ନ ପ୍ରକାର କୀଟମାନେ ଥିଲେ। ଝରଣାର ନାଦ ଅତି ପ୍ରଖର ଥିଲା। ତାରି ଭିତରେ ସେମାନେ ପତ୍ରର କୋଡ଼ିଆ କରି ଖରା, କୁହୁରି, କାକର, ବର୍ଷା, ଶୀତ, ତପ ସବୁ ସହିକି ମନକୁ ପ୍ରଭୁଙ୍କ ପାଖରେ ରଖୁଥିଲେ। ବର୍ଷ ବର୍ଷ ବିତି ଯାଇଛି, କାହାଙ୍କର ମୃତ୍ୟୁ ହେଇଯାଇଛି, କାହାର ସାଧନା କରି 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 ଚାଲିଛନ୍ତି। କେଉଁଦିନ ସମସ୍ତ ବୃତ୍ତି ନିରୋଧ ହବ, କିଛି ଆସିବ ନାହିଁ, ସେଇ ଶୂନ୍ୟ ସତ୍ତାରେ ମଣିଷର ମନ ପ୍ରବେଶ କରିବ। ଚିନ୍ତା କରି ଦେଖନ୍ତୁ, ଆମେ ଟିକେ କ୍ରିୟା ଅଭ୍ୟାସ କରୁନେ, ଫୋନ୍ ଦେଖିବା, ଆଉ କିଏ ଆସିଲେଣି ଦେଖିବା, କିଏ କ'ଣ କହିଲେଣି ଦେଖିବା, କାହାର ବାହାଘର ଭୋଜି ଆଟେଣ୍ଡ କରି ଖାଇବାକୁ ଯିବା, କାହାର ବନ୍ଧୁ ବ୍ୟବହାର ପଡ଼ିଛି ଯିବା। ଆରେ ବାପା, ସବୁ ସାଥୀ ଆସିଥିଲ, ସାଥୀ ଯିବ। ତେଣୁ ଜୀବନର ମୂଳ ଲକ୍ଷ୍ୟ କ୍ରିୟା ଯୋଗ କହେ ଆତ୍ମ ଉପଲବ୍ଧି, ଆତ୍ମଦର୍ଶନ, ଆତ୍ମ ଉପଲବ୍ଧି। We are born for self realization। ତେଣୁ କ୍ରିୟା ଉପରେ ଚାଲିଛି, ଟେକ୍ନିକକୁ ଆମେ ଆସିନି ଏପର୍ଯ୍ୟନ୍ତ। ଟେକ୍ନିକ ପ୍ରାକ୍ଟିସ୍ କରିବାକୁ କ'ଣ କ'ଣ କରିବାକୁ ପଡ଼ିବ ସେ ବିଷୟରେ ବାବା ଏପର୍ଯ୍ୟନ୍ତ 5ଟା ଏପିସୋଡ଼ ହେଲାଣି, ଏପର୍ଯ୍ୟନ୍ତ ବାବା ଆସିପାରୁନାହାନ୍ତି। କାହିଁ ବାବାଜୀ ମହାରାଜଙ୍କର କୃପା, ଗୁରୁମାନଙ୍କର କୃପା, ପରମାତ୍ମା ପରମବ୍ରହ୍ମ ଜଗନ୍ନାଥଙ୍କର କୃପା। ତେଣୁ ଆମେ ଏଇ ସଂସାର ଜଙ୍ଗଲରେ ଯେଉଁ ଅଛେ, କମ୍ବଡ଼ ଜଙ୍ଗଲ ଇଏ, ସେ ସଂସାର ଜଙ୍ଗଲ ଭିତରେ ଆପଣ ବାବା ପୂର୍ବରୁ କହିଲେ ଏ ଶରୀରଟା ହେଉଛି ଗୋଟେ ସ୍ମଲ ବ୍ରହ୍ମାଣ୍ଡ, କ୍ଷୁଦ୍ର ବ୍ରହ୍ମାଣ୍ଡ। ଏ ବ୍ରହ୍ମାଣ୍ଡ ଭିତରେ ଜଙ୍ଗଲ ଅଛି ନାଇଁ କି? ପିଣ୍ଡ ବ୍ରହ୍ମାଣ୍ଡ ଏକମତ ଜାଣନ୍ତି ସୁଜ୍ଞାନୀ ପଣ୍ଡିତ। ଏ ଜଙ୍ଗଲ ଭିତରେ କମି ବାଘ ଅଛନ୍ତି, କମି ସିଂହ ଅଛନ୍ତି, କମି ହାତୀ ଅଛନ୍ତି, ସବୁ ତ ଅଛନ୍ତି ଏ ଶରୀର ଭିତରେ। ଆଉ ତାରି ଭିତରେ ଆପଣ ସାଧନା ହବ। ଯୋଉ ଗର୍ଜନ କରିବ କିଏ? ସିଂହ। କିଏ? ନା ମନ। ଭାବରେ ଉଠେଇ ଦଉଛି ନା, ଆଉ ନାଇଁ କି? ଅମକ କାମ ଅଛି ଚାଲ, ଅମକ ଚାଲ, ଅମକ ହଉଛି ଚାଲ, ଅଣ୍ଟା କ'ଣ